ଶୁଣ ମୋର ନା ମୁଁ ଗୋଟେ କଥା କହିବାର ଥିଲା ସେଟା ମୁଁ ଭୁଲି ଯାଇଛି। ହଁ ମୁଁ ଜାଣିଛି ଜାଣିଛି। କଣ ଜାଣିଛ କହିଲ? ଜାଣିଛି ଜାଣିଛି କଣଟା ଜାଣିଛ? এই ସବୁদিନ ଆସିଲା ବେଳେ ତତେ ଆଇ ଲଭ୍ ୟୁ କହୁଥିଲ ଆଉ ଗୋଟେ ଚୁମାଟେ ଦଉଥିଲ। ଦିନକୁ ତମକୁ ମୁଁ କେତେ ଥର ଆଇ ଲଭ୍ ୟୁ କହିବି କି? ଆରେ କେତେ ଥର କହିବି ଆଇ ଲଭ୍ ୟୁ? ଶୁଣ ହଁ ଆଜି ନା ମୋ ସାଙ୍ଗ ଆଜି ଘରକୁ ଆସିଛି। ହଁ 8 ଦିନ ରହିବ। ଆରେ ପୁଅ ନା ଝିଅ? ଝିଅ ସାଙ୍ଗ ମୋ ଯାହା କଥା ମୁଁ ତମକୁ କହୁଥିଲି ଦେଖିବାକୁ ଭାରି ସୁନ୍ଦରୀ ତା ନା ରାଧା। ହେଲା ହେଲା ଆରେ 8 ଦିନ କାହିଁକି 2 ମାସ ରହନ୍ତୁ ମୋ। ଆରେ ମୋର କିଛି କହିବାର ନାହିଁ। ଥାଉ ଥାଉ ତମର ଏତେ ଖୁସି ହବା ଦରକାର ନାହିଁ ମୋ। ତା ସାଙ୍ଗରେ ତା ସ୍ୱାମୀ ଆସୁଛି। କି ଆସୁଛି କି ଆସୁଛି କି ଆସୁଛି? ତା ସ୍ୱାମୀ। କଣ ହେଲା ମୁଁ କହୁଛି ମୋ ସାଙ୍ଗ 8 ଦିନ ରହିବ। ନାଇଁ ନାଇଁ 2 ମାସ ରହୁ ଅସୁବିଧା କଣ? ଆରେ ନାଇଁ ସେମିତି କିଛି ନାହିଁ ଯେ ଓ ତା ସହିତ ତା ସ୍ୱାମୀ ରହିଲେ ଦର ଦାମ ସବୁ ବଢିଯିବ ଏଇଆ ତ? ଏ ବୁଝିଲ ବୁଝିଲ ଆଜିକାଲି ବଜାର ରେଟ୍ କେତେ ହେଲାଣି ତମେ ବୁଝିଛ ତ? ଆରେ ଦିଦି ଜଣ ବି ନୁହଁ ମ କି ବୋକି ବି ନୁହଁ। ଆରେ ଦିଦି ଜଣ କୁଣିଆ ରହିଲେ କେତେ ଟଙ୍କା ଖର୍ଚ୍ଚ ହବ ସେ କଥା ତମେ ଜାଣିଛ ଟି? ତମର ନା ପ୍ରବଳ ଦୋଷ ବାହାରିଲାଣି। ତମ ଘରକୁ ଆସ ତମ କଥା ମୁଁ ବୁଝୁଛି। ହଁ ଶୁଣ ତମ ନମ୍ବର ତାକୁ ମେସେଜ କରିଦେଇଛି। ତା ନମ୍ବର ବି ତମକୁ ପଠେଇ ଦେଇଛି। ସେ ଆଜି ଆସି ପହଞ୍ଚିବ ଫାଲ୍କନାମା ଏକ୍ସପ୍ରେସ ରେ। କୋଉଥିରେ କୋଉଥିରେ କୋଉଥିରେ? ଫାଲ୍କନାମା ଏକ୍ସପ୍ରେସ। ଓହୋ ହେଲା 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 ତମ କଥା ହେଲା ଫାଲ୍କନାମା ଏକ୍ସପ୍ରେସ।